ବର୍ତ୍ତମାନ ସମୟର ବଡ଼ ଖବର। ବଣୁଆ ହାତୀ ଘଉଡ଼ାଇବା ସମୟରେ ଅଘଟଣ। ହାତୀ ଆକ୍ରମଣରେ 3 ବନ କର୍ମଚାରୀ ଗୁରୁତର। ଗତ କିଛିଦିନ ହେଲା ଏକ ବଣୁଆ ହାତୀ ତୁରେକେଲା ଏବଂ ବଙ୍ଗମୁଣ୍ଡା ରେଞ୍ଜ ସୀମାରେ ଚଳପ୍ରଚଳ କରି ଛୋଟମୋଟ କ୍ଷୟ କରିବା ସହ ଚାଷବାସ ନଷ୍ଟ କରୁଥିବାର ଖବର ଆସୁଥିଲା। ବଣୁଆ ହାତୀଙ୍କୁ ଘଉଡ଼ାଇବା ପାଇଁ ବନ ବିଭାଗ ଚେଷ୍ଟା ଜାରି ରଖିଥିଲା। ତେବେ ଆଜି ଘୁନେଶ ପଞ୍ଚାୟତ ବାନ୍ଧନପାଲି ଗାଁ ପାଖ ଜଙ୍ଗଲ ଭିତରେ ହାତୀ ଥିବାବେଳେ ହାତୀକୁ ଘଉଡ଼ାଇବା ପାଇଁ ଉଦ୍ୟମ କରାଯାଉଥିବା ବେଳେ ହାତୀ ଆକ୍ରମଣରେ 3 ବନ କର୍ମଚାରୀ ଗୁରୁତର ହୋଇଛନ୍ତି। ବନ କର୍ମଚାରୀମାନେ ହେଲେ କଣ୍ଟାବାଞ୍ଜି ରେଞ୍ଜର, ତୁରେକେଲାର ଲର୍କି ସେକ୍ସନ ପାରା ସ୍କ୍ୱାର୍ଡ ପ୍ରଶାନ୍ତ ନାୟକ, ଗଜସାଥୀ ରୂପେଶ ଛତ୍ରିଆ ଏବଂ ବଙ୍ଗମୁଣ୍ଡା ରେଞ୍ଜର ୱାଇଲ୍ଡ ଲାଇଫ୍ ସ୍କ୍ୱାର୍ଡ ତାରେଶ୍ୱର ରଣା। ଗୁରୁତର ସଭିଙ୍କୁ ପ୍ରଥମେ ତୁରେକେଲା ଏବଂ ବଙ୍ଗମୁଣ୍ଡା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିଥିବାରୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଗଲା। ବ୍ୟୁରୋ ରିପୋର୍ଟ, କଣ୍ଟାବାଞ୍ଜି ଟିଭି।